ବନ୍ଧୁମାନେ 2026ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପଟ୍ଟାମୁଣ୍ଡା ରିକ୍ରୁଟମେଣ୍ଟ 2024 ତରଫରୁ ଆସିଯାଇଅଛି। ପୋଷ୍ଟ କ'ଣ କ'ଣ ବାହାରିଛି? ୱାର୍ଡେନ୍, ରୋଷେଇ ପାଇଁ, ତାପରେ ହଷ୍ଟେଲ ସପୋର୍ଟ ଷ୍ଟାଫ୍ ପାଇଁ ପୋଷ୍ଟଟି ବାହାରି ଯାଇଛି। ଡିଟେଲ୍ ଡିସ୍କସନ୍ କରିବା, ତେଣୁ ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ। ପ୍ରଥମେ ଶେଷ ତାରିଖ ହେଉଛି 15/5/2026। ଟୋଟାଲ୍ ଭ୍ୟାକେନ୍ସି ହେଉଛି 5ଟି। ମୁଁ ପ୍ରଥମେ ତା'ର ସର୍ଟ ଡିସ୍କସନ୍ କରୁଛି ଏବଂ ଆପଣମାନଙ୍କୁ ମୁଁ ଭିଡ଼ିଓ ଶେଷରେ ତା'ର ଅଫିସିଆଲ୍ PDF ଦେଖେଇବି। ଏଇଟା ହେଉଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପଟ୍ଟାମୁଣ୍ଡା ରିକ୍ରୁଟମେଣ୍ଟ 2024 ନୋଟିଫିକେସନ୍ ଆସିଯାଇଛି। ପୋଷ୍ଟ କ'ଣ କ'ଣ? ୱାର୍ଡେନ୍, ହେଡ଼୍ କୁକ୍, ଆସିଷ୍ଟାଣ୍ଟ କୁକ୍, ତାପରେ ଚୌକିଦାର କମ୍ ସୁଇପର, ଏହିପରି ସବୁ ପୋଷ୍ଟଟି ବାହାରି ଯାଇଅଛି। ଡିଟେଲ୍ ଭ୍ୟାକେନ୍ସି ଦେଖିବା। ୱାର୍ଡେନ୍ ପାଇଁ ଗୋଟିଏ ପୋଷ୍ଟ ଅଛି 21,175ଟି। ତାପରେ ହେଡ଼୍ କୁକ୍ରୁ ଗୋଟିଏ ପୋଷ୍ଟ, ତାପରେ 9,000। ଆସିଷ୍ଟାଣ୍ଟ କୁକ୍ର 2ଟି, ତାପରେ 6,750। ତାପରେ ଚୌକିଦାର କମ୍ ସୁଇପର ପାଇଁ ଗୋଟିଏ ପୋଷ୍ଟ 7,500। ଏଜୁକେସନାଲ୍ କ୍ୱାଲିଫିକେସନ୍ ଦେଖିବା। ପ୍ରଥମ ପୋଷ୍ଟ କ'ଣ ଅଛି ଆମର? ୱାର୍ଡେନ୍। ମେଲ୍ କ୍ୟାଣ୍ଡିଡେଟ୍ ପାଇଁ ରେକର୍ଡ଼ ହେଉଛି BA କିମ୍ବା BSc ଫ୍ରମ୍ ରିକଗ୍ନାଇଜ୍ଡ ୟୁନିଭର୍ସିଟି। ମିନିମମ୍ 2 year ଏକ୍ସପିରିଏନ୍ସ ଇନ୍ ହଷ୍ଟେଲ ମ୍ୟାନେଜମେଣ୍ଟ କରିଥିବା ଦରକାର। ଏବଂ ହେଡ଼୍ କୁକ୍ ପାଇଁ ମେଲ୍ କ୍ୟାଣ୍ଡିଡେଟ୍ ଓନ୍ଲି, ସିଏ କିଛି କୁକ୍ର ଟ୍ରେନିଂ ନେଇଥିବା ଦରକାର। ଆସିଷ୍ଟାଣ୍ଟ କୁକ୍ର ମେଲ୍ କ୍ୟାଣ୍ଡିଡେଟ୍ ଏକ୍ସପିରିଏନ୍ସ ଥିବା ଦରକାର। ତାପରେ ଚୌକିଦାର ପାଇଁ ମେଲ୍ କ୍ୟାଣ୍ଡିଡେଟ୍ ଓନ୍ଲି 10ମ ପାସ୍ କରିଥିଲେ ଏହି ପୋଷ୍ଟକୁ ଆବେଦନ କରିପାରିବେ। ଏଜ୍ ଲିମିଟ୍ ଦେଖିବା। ପ୍ରଥମେ ୱାର୍ଡେନ୍ ପାଇଁ 30ରୁ 60, ହେଡ଼୍ କୁକ୍ ପାଇଁ 30ରୁ 40, ଆସିଷ୍ଟାଣ୍ଟ କୁକ୍ ପାଇଁ 21ରୁ 32, ତାପରେ ସୁଇପର ପାଇଁ 21ରୁ 32 ବର୍ଷ। ଆପ୍ଲିକେସନ୍ ଫି ଆପଣମାନେ ମାଗଣାରେ ଏହି ପୋଷ୍ଟକୁ ଆବେଦନ କରିପାରିବେ। ହାଉ ଟୁ ଆପ୍ଲାଏ, ଆପଣମାନେ କେମିତି ଆବେଦନ କରିବେ? ପ୍ରଥମେ ଆପଣମାନେ ପିଟ୍ ପୋଷ୍ଟ କରିବେ। ପିଟ୍ ପୋଷ୍ଟ କିମ୍ବା ରେଜିଷ୍ଟର ପୋଷ୍ଟ କରିବେ। ତା'ର ଆଡ୍ରେସ୍ ଅଛି ଏଠି। ଆଡ୍ରେସଟି ମେ ମାସ 15 ତାରିଖ ପୂର୍ବରୁ ଆପଣମାନେ ପିଟ୍ ପୋଷ୍ଟ କରିବେ। ଆପଣମାନେ କେମିତି ପିଟ୍ ପୋଷ୍ଟ କରିବେ ତାହା ମୁଁ ଡିଟେଲ୍ ଭିଡ଼ିଓ ଶେଷରେ କହିବି, ତେଣୁ ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ପ୍ରଥମ ଥର ଭିଡ଼ିଓକୁ ଦେଖୁଥିଲେ ଗୋଟେ ସବସ୍କ୍ରାଇବ୍ କରନ୍ତୁ ଏବଂ ଲାଇକ୍ କରନ୍ତୁ। ଶେଷ ତାରିଖ ହେଉଛି 15 ମେ 2024। ଏବେ ଡିସ୍କସନ୍ କରିବେ ତା'ର ଆବେଦନ ତାରିଖ, ଆପଣମାନେ କେମିତି ଆବେଦନ କରିବେ। ଏହା ତା'ର ହେଉଛି ଅଫିସିଆଲ୍ ନୋଟିଫିକେସନ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପଟ୍ଟାମୁଣ୍ଡା, ଜିଲ୍ଲା ସୁବର୍ଣ୍ଣପୁର। ତା'ର ପିନ୍କୋଡ଼୍ ନମ୍ବର ଏବଂ ମୋବାଇଲ୍ ନମ୍ବର, ତାପରେ UDISE କୋଡ଼୍ ନମ୍ବର ମଧ୍ୟ ସବୁ, ତା'ର CBSE, ତା'ର କୋର୍ସ, ତା'ର ଏଠି ତା'ର ପଦବୀ ସବୁ ଅଛି ଡିଟେଲ୍। ଓଡ଼ିଆରେ ମଧ୍ୟ ବିଜ୍ଞାପନ ତା'ର ଦେଇଛି। ଆପଣ ଫର୍ମ ଫିଲ୍ଅପ୍ କେମିତି କରିବେ? ଏଇଟା ତା'ର ଲାଷ୍ଟ ଏଇ PDFକୁ ଆପଣମାନେ ପ୍ରିଣ୍ଟ କାଢ଼ିବେ। ଆବେଦନ ପତ୍ର ନାମ ଲେଖିବେ, ପ୍ରାର୍ଥୀଙ୍କ ନାମ, ପିତାଙ୍କ ନାମ, ସ୍ଥାୟୀ ଠିକଣା, ତାପରେ ବର୍ତ୍ତମାନର ଯୋଗାଯୋଗ ଠିକଣା, ତାପରେ ମୋବାଇଲ୍ ନମ୍ବର, ଲିଙ୍ଗ, ଆପଣମାନେ ମ୍ୟାରେଜ୍ କରିଛନ୍ତି କି ନା ସେଠି ଲେଖିବେ, ଜନ୍ମ ତାରିଖ, ବୟସ, ଦଶମ, ଯୁକ୍ତ 2, ଯୁକ୍ତ 3, ଅନ୍ୟାନ୍ୟ ଯଦି ଥାଏ ତାହେଲେ ଆପଣମାନେ ସବୁ ଲେଖିବେ। ପୂର୍ବ ଅଭିଜ୍ଞତା ଯଦି ଥାଏ, ଯାହା ଆପଣଙ୍କର ଏକ୍ସପିରିଏନ୍ସ ଥିବ, ତାହେଲେ ଆପଣମାନେ ଏହି PDFକୁ ଏହି ଲାଷ୍ଟ ଫର୍ମକୁ ପ୍ରିଣ୍ଟ କାଢ଼ିବେ କମ୍ପ୍ୟୁଟର ଦୋକାନରେ, ଯାହା ଆପଣଙ୍କ ପ୍ରିଣ୍ଟର ଯେଉଁ ପାଖରେ ଥିବ ପ୍ରିଣ୍ଟ କାଢ଼ିବେ ଏବଂ ଲଫାଫାରେ ଆପଣମାନେ ପିଟ୍ ପୋଷ୍ଟ କରିବେ। ମୁଁ ତ ତା'ର ଆଡ୍ରେସ୍ କହିଲି, ଏଇ ଆଡ୍ରେସ୍କୁ ଆପଣମାନେ ପିଟ୍ ପୋଷ୍ଟ କରିଦେବେ। ରହିଲି, ତେଣୁ ଆପଣମାନେ ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ ଏବଂ ପ୍ରଥମ ଥର ଭିଡ଼ିଓକୁ ଦେଖୁଥିଲେ ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ। ନେକ୍ସଟ ଭିଡ଼ିଓରେ ଦେଖା ହେବା।